ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଅଛି କି କୌଣସି ସୁଡ଼ଙ୍ଗ? ଖୁବ୍ ଶୀଘ୍ର ହେବ ଯାଞ୍ଚ। ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଅଛି କି କୌଣସି ଗୁପ୍ତ କୋଠରୀ ବା ସୁଡ଼ଙ୍ଗ? ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଯାଞ୍ଚ। ଭିତର ରଖିଥିବା ଖାଲି ଆଲମାରୀ ଓ ସିନ୍ଦୁକ ସ୍ଥାନାନ୍ତର ପରେ ଗୃହର କାନ୍ଥ ତନଖି କରାଯିବ। ଏଥିପାଇଁ ପ୍ରସ୍ତୁତ ହୋଇଛି ଏସ୍ଓପି। ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଆଧୁନିକ ଯନ୍ତ୍ରପାତି ସାହାଯ୍ୟରେ ରତ୍ନଭଣ୍ଡାର ଭିତରେ ଅଧିକ କୋଠରୀ ଓ ସୁଡ଼ଙ୍ଗ ଅଛି କି ନାହିଁ ହେବ ଯାଞ୍ଚ। ସିନ୍ଦୁକ ଓ ଆଲମାରୀ ସମ୍ପୂର୍ଣ୍ଣ ବାହାର କରାଯିବ। ଏହାପରେ ଏଏସ୍ଆଇକୁ ହସ୍ତାନ୍ତର କରାଯିବ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏଥିସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ସୁଡ଼ଙ୍ଗ ଯାଞ୍ଚ ସରିବା ପରେ ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ଏହି କାମ ସରିବା ପରେ ଅଳଙ୍କାର ସବୁକୁ ପୁଣି ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍କୁ ରତ୍ନଭଣ୍ଡାର ଭିତରକୁ ସ୍ଥାନାନ୍ତରିତ କରାଯିବ। ତାପରେ ରତ୍ନ ଅଳଙ୍କାର ଗଣତି ଓ ମଣତି କରାଯିବ, ଯାହାର ସମ୍ପୂର୍ଣ୍ଣ ଡିଜିଟାଇଜେସନ୍ କରାଯିବ ବୋଲି କହିଛନ୍ତି ଅରବିନ୍ଦ ପାଢ଼ୀ। ତେଣୁ ଶ୍ରୀମନ୍ଦିର ଭିତରେ ସୁଡ଼ଙ୍ଗ ଅଛି କି ନାହିଁ ଏହାର ଯାଞ୍ଚ କରାଯିବ, କିନ୍ତୁ ତା ପୂର୍ବରୁ ଆଗେ ଖାଲି ଆଲମାରୀ ଯେଉଁଗୁଡ଼ା ଅଛି ତାକୁ ସ୍ଥାନାନ୍ତରିତ କଲା ପରେ ସେଥିରେ କାନ୍ଥକୁ ଭଲ ଭାବରେ ତନଖି କରାଯିବ। ଯଦି କୌଣସି ଗୁପ୍ତ କୋଠରୀ ବା ଗୁପ୍ତ ଟନେଲ ବା ସୁଡ଼ଙ୍ଗ ଅଛି ସେଇଟା ପଦାକୁ ଆସିବ ଏବଂ ତା ସହିତ ଏଏସ୍ଆଇ ବି ତାର ମରାମତି କାମ ରତ୍ନଭଣ୍ଡାରର ଖୁବ୍ ଶୀଘ୍ର ଆରମ୍ଭ କରିବ।